ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ। ସଡ଼କ ପଥ ଏକ ମଣିଷ ଜୀବନ ଚଳଣିର ମୁଖ୍ୟ ମାଧ୍ୟମ। ଏହି ସଡ଼କ ଦେଇ ମଣିଷ ନିଜ ନିଜର ଜୀବନ ଜୀବିକାର ସଉଦା କରିଥାନ୍ତି। ସଡ଼କ ପଥରେ ପାଦ ଥାପି ମଣିଷ ତାର ଲମ୍ବା ଭବିଷ୍ୟତ ଗଢ଼ିଥାଏ। ବେଳେବେଳେ ସେହି ସଡ଼କ ରକ୍ତମୁଖା ହୋଇ ଅକାଳରେ ଅନେକ ମଣିଷକୁ ସମାଧି ଦେଇଥାଏ। ଯେଉଁ ରାସ୍ତା ଦିନେ ମଣିଷର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସହାୟକ ହୋଇଥାଏ, ସମୟ ସୁଅରେ ସେହି ରାସ୍ତା ମଣିଷର ଜୀବନ ନେଇ ଉଜ୍ଜ୍ୱଳ ଭବିଷ୍ୟତର ପୂର୍ଣ୍ଣଚ୍ଛେଦ ପକାଇଦିଏ। ଏମିତି ଏକ ଦୁଃଖଭରା କରୁଣ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକଟ ନିକଟ ବଲାଣି ଟୋଲଗେଟ୍ ନିକଟରେ। ସବୁଦିନ ଭଳି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ଗ୍ରାମ ପଞ୍ଚାୟତ ଡଳଙ୍ଗ ଗ୍ରାମର ମହେଶ୍ୱର ମହାନ୍ତ ଟ୍ରକ୍ ଯୋଗେ ମାଲ ପରିବହନ କରୁଥିଲେ। ଜଣେ ଟ୍ରକ୍ ଡ୍ରାଇଭର ଭାବରେ କାର୍ଯ୍ୟ କରି ନିଜ ପରିବାରକୁ ବେଶ୍ ଖୁସିରେ ଆଗକୁ ନେଇ ଯାଉଥିଲେ। ସବୁଦିନ ଭଳି ରାଜରାସ୍ତାରେ ଟ୍ରକ୍କୁ ନେଇ ଯାଉଥିଲେ। କିନ୍ତୁ ଏମିତି ଏକ ଦୁର୍ଦ୍ଦିନ ଘଟି ଆସିଥିଲା ମହେଶ୍ୱର ମହାନ୍ତଙ୍କ ଜୀବନ ରାସ୍ତାରେ। କିଏ ଜାଣିଥିଲା ବାରକଟ ନିକଟ ବଲାଣି ଟୋଲଗେଟ୍ ନିକଟରେ ତାଙ୍କ ପାଇଁ ମୃତ୍ୟୁ ଛପି ରହିଥିଲା। OR06 K 0715 ଟ୍ରକ୍କୁ ନେଇ ଯାଉଥିବା ସମୟରେ ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ୍ କୌଣସି କାରଣବଶତଃ ଡ୍ରାଇଭର ହଠାତ୍ ବ୍ରେକ୍ ମାରି ଦେଇଥିଲେ, ଯାହାଫଳରେ ମହେଶ୍ୱର ଟ୍ରକ୍କୁ ସମ୍ଭାଳି ନ ପାରି ଆଗ ଟ୍ରକ୍ର ପଛକୁ ଖୁବ୍ ଜୋରରେ ଧକ୍କା ଦେଇଥିଲେ। ଚୁରମାର ହୋଇଯାଇଥିଲା ଟ୍ରକ୍ର ସମ୍ମୁଖ ଭାଗ। କ୍ଷଣିକ ମଧ୍ୟରେ ଟ୍ରକ୍ ଡ୍ରାଇଭର ମହେଶ୍ୱର ମହାନ୍ତଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଗଲା। ଗୁରୁତର ହୋଇଗଲେ ଟ୍ରକ୍ରେ ଥିବା ଆଉ ଜଣେ କର୍ମଚାରୀ। ମୃତ ମହେଶ୍ୱର ମହାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ଗ୍ରାମ ପଞ୍ଚାୟତର ଡଳଙ୍ଗ ଗ୍ରାମରେ ବୋଲି ଜଣାପଡ଼ିଛି। ଏହି ଦୁଃଖଦ ଖବର ପାଇଲା ପରେ ଡଳଙ୍ଗ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି। ଏମିତି ଜୋରରେ ଦୁର୍ଘଟଣା ଘଟିଥିଲା ଯେ ଟ୍ରକ୍ ଭିତରେ ମୃତଦେହ ଚାପି ହୋଇ ରହିଥିବା ଯୋଗୁଁ କ୍ରେନ୍ ଯୋଗେ ମୃତଦେହକୁ ଉଦ୍ଧାର କରାଯାଇଥିଲା। ମୃତଦେହକୁ ଉଦ୍ଧାର କରିବା ପରେ ସମୟର ଅଭାବ ଯୋଗୁଁ ଶବ ବ୍ୟବଚ୍ଛେଦ କରିବା ସମ୍ଭବ ହୋଇପାରି ନଥିଲା, ଯାହାଫଳରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ପାରି ନଥିଲା। ମୃତଦେହକୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ରଖାଯାଇଥିବା ବେଳେ ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଥିବା ଯୋଗୁଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିବା ସୂଚନା ମିଳୁଛି। ଶବ ବ୍ୟବଚ୍ଛେଦ ପରେ ନିଜ ଗ୍ରାମକୁ ମୃତଦେହକୁ ଅଣାଯିବ। ବ୍ୟୁରୋ ରିପୋର୍ଟ, এবি ନ୍ୟୁଜ୍।